जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, आज किसी ओडिया भागवतर भगवानंकर मुख निसृत अमृतवाणी पाठ करी निजको धन्य मन करिवा एवं भगवानंकर कृपा लाभ करिवा। ये कलिजुग भव सागर मोक्ष प्राप्ति हवा एवं उद्धार पाइबा भगवानंकर कृपा लाभ करिवा। जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, कथारे अछि रुचु न रुचु खा पिता, बुझु न बुझु पड़े गीता। जदि प्रतिदिन श्रद्धार सहित भक्तिर सहित भगवानंकर मुख निसृत अमृतवाणी ओडिया भागवत पाठ करती ताले निश्चित भाव रे ये कली कालरू ये भवसागर उद्धार पाइबा मुख्य लाभ करिबा। चलंतु देखिबा ओडिया भागवतर किछि मुख भगवानंकर मुख निसृत अमृतवाणी। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओम कृष्णाय वासुदेवाय। हरे परमात्मने प्रणत क्लेशनाशाय गोविंदाय नमो नमो। नीलाचल निवासाय नित्याय परमात्मने बलभद्र सुभद्राभ्याम जगन्नाथाय ते नमः। जगदानंद केन्द्राय प्रणतार्थ हराय च नीलाचल निवासाय जगन्नाथाय ते नमः। प्रिय दर्शक बंधु, आजिर ये ओडिया भागवतर भगवानंकर मुख निसृत अमृतवाणी पाठ करिबा एवं जो माने भक्तिर सहित श्रद्धार सहित यहाँ प्रतिदिन पाठ करती से निश्चित भाव में भगवानंकर कृपा लाभ करती एवं ए कलिजुग भव सागर मुक्ति प्राप्त होती एवं उद्धार पाती। चलंतु देखिबा ओडिया भागवतर ये हूँ पंचम स्कंद एवं प्रथम अध्याय। ओम नमो भगवते वासुदेवाय। नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयत। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवं। निगम कल्परगलितं फलं सुखमुखादमृतद्रव्य संयुक्तं पिबत भागवतं रसमालं महुर ऋषिकाबु विभावुका। ओडिया भागवतर आज पंचम स्कंध प्रथम अध्याय पाठ करिबा एवं भगवानंकर कृपा लाभ करिबा। चलंतु देखिबा आजिर किछि भगवानंकर मुख निसृत अमृतवाणी। प्रथम अध्याय। परम पुरुष गोविंद तांको चरणार बिंद तहु गलई मकरंद ताजे पिबंती आनंद।
ତାଙ୍କ ଚରଣେ ବନ୍ଦଇ ପଞ୍ଚମ ସ୍କନ୍ଧେ ଗୀତ ଗାଇ। ଓଂ ନମୋ ଭଗବତେ ବାସୁଦେବାୟ। ପରୀକ୍ଷିତ ଉବାଚ ଭୋ ମୁନି କିମ୍ପା ପ୍ରିୟବ୍ରତ ସେ ଆତ୍ମା ରାମ ଭାଗବତ। ଗୃହେ ରମିଲା ତାଙ୍କ ମନ ପ୍ରାବଧ କର୍ମରେ ବନ୍ଧନ। ନିଶ୍ଚୟ ମୁକ୍ତ ସଙ୍ଗ ଯେହୁଁ ଏମନ୍ତ ପ୍ରାଣୀ ମାନେ କେହୁଁ। କିମ୍ପା ଏ ଗୃହେ ମନ ରହେ ଭୋମୁନି ଫେଳିବା ସଂଶୟେ। ନିଶ୍ଚୟ ତବ ଲୋକଙ୍କର ଉତ୍ତମ ଶ୍ଲୋକ ଯେବା ସାର। ନିବୃତ ଚିତ ଯେହୁ ହୋଇ ସେ କିମ୍ପା ବ୍ୟସ୍ତ ଆଚରଇ। ଏ ମତେ ସଂଶୟ ବହୁତ ଯେ ପ୍ରାଣୀ ଗୃହ ମୋହେ ଚିତ। ତୋ ମତି ବିଷ୍ଣୁ ବିଷୟରେ ହୋଇଲା କେମନ୍ତ ସଂସାରେ। ଓଂ ନମୋ ଭଗବତେ ବାସୁଦେବାୟ। ଶ୍ରୀଶୁକ ଉବାଚ ନିଶ୍ଚୟ କହିବା ତା ଶୁଣ ଧନ୍ୟ ଜୀବନ ତୋରା ଜନ। ଉତ୍ତମ ଶ୍ଲୋକ ଯେ ଗୋବିନ୍ଦ ତାହାଙ୍କ ଚରଣାର ବିନ୍ଦ। ତଉଁ ଅମୀୟ ରସ ବହେ ତାହା ଯେ ପ୍ରାଣୀ ନିତ୍ୟ ପିଏ। ଭକତ ସାଧୁ ସେହି ଜନ ପରମାହଂସ ଦିବ୍ୟ ଜ୍ଞାନ। ତାହାର ବିଷ୍ଣୁ କଥା ବିନେ କେବେ ହେ ଆନ ନୁହେଁ ମନେ। ଅନ୍ୟ ଯେ ଗୁଣ କଥା ମାନ ଇଚ୍ଛା ନ କରନ୍ତି ଯେ ଜନ। ଯେଣୁ ଏ ନୃପ ପ୍ରିୟ ବ୍ରତ ଗୁଣରେ ହୋଇଲା ପୂଜିତ। ମୁନି ପରମ ଭାଗବତ ନାରଦ ଲୋକରେ ବିଖ୍ୟାତ। ଯେ ସେ ମୁନି ଚରଣ ସେବାରେ ସର୍ବ କଳୁଷ ଗଲା ଦୂରେ। ତକ୍ଷଣ ସତ୍ୱ ଗୁଣ ବହି ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ପାଇ। ପିତାର ଆଜ୍ଞା ପାଳି କରି ଅବନି ପାଳନେ ବିଚାରି। ଉତ୍ତମ ସତ୍ୱ ଗୁଣ ତାର ପ୍ରଜା ପାଳନେ ନୃପବର। ଓଂ ନମୋ ଭଗବତେ ବାସୁଦେବାୟ। ଅଖିଳ ଲୋକଙ୍କ ଜୀବନ ଅନାଦି ନାଥ ନାରାୟଣ। ତାହାଙ୍କ ଚରଣାର ବିନ୍ଦେ ଚିତ ନିବେଶୀ ଅପ୍ରମାଦୀ। ପ୍ରବର୍ତ୍ତି ସଂସାର ବ୍ୟବହାର ମନକୁ ତହୁଁ କଲା ଦୂର। ନିଚ ଲୋକର ପରଭାବ ପରାଭାବ ସହିଲା ଆପଣା ସ୍ୱଭାବ। ଏଥୁ ଅନ୍ତରେ ଭଗବାନ ଦେବଙ୍କ ଆଦି ଯେ କାରଣ। ରାଜାର ମନ ଗୁଣ ଘେନି ଜନ କୁଶଳେ ଆତ୍ମା ଜନି। ନିଗମ ନିଜ ଗୁଣେ ଥୋଇ ଭବନୁ ଓଇଲେ ଗୋସାଇଁ। ଗଗନ ତଳେ ଚନ୍ଦ୍ର ଯେନେ ବିରାଜମାନ ତାରା ଗଣେ। ଅପୂର୍ବ ଶୋଭାକୁ ବିସ୍ତାରି ବିଜୟ ପ୍ରଭୁ ନର ହରି। ନିର୍ମଳ ପୂଜା ଉପହାରେ ପୂଜିଲେ ତାହାଙ୍କୁ ବେଦରେ। ପଛରେ ଯୁତ ଯୁତ ହୋଇ ସିଦ୍ଧ ଗନ୍ଧର୍ବେ ଗୀତ ଗାଇ। ଚାରଣ ମୁନିଙ୍କ ସହିତ ଗମନ କଲେ ଯେ ସମସ୍ତେ। ଗନ୍ଧମାର୍ଦ୍ଦନଗିରି ତଳେ ସଭା କରାଇ ବିଜେ କଲେ। ବୃକ୍ଷ ବାହନେ ପଞ୍ଚାନନ ହିରଣ୍ୟ ଗର୍ଭେ ଜନାର୍ଦ୍ଦନ। ସେଠାରେ ଥାଇଣ ନାରଦ ବନ୍ଦିଲେ ପିତାମହ ପାଦ। ତକ୍ଷଣେ ଉଠି ମୁନିବର ସାନନ୍ଦେ ଯୋଡ଼ି ବେନିକର। ପିତାମହାଙ୍କୁ ସେ ବନ୍ଦିଲା ଚରଣେ ଶିର ଲଗାଇଲା। ପ୍ରିୟବ୍ରତର ପୂଜା ଘେନି କୋମଳ ବାକ୍ୟ ପଦ୍ମ ଯୋନି। ବିସ୍ମୟ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର। ଓଂ ନମୋ ଭଗବତେ ବାସୁଦେବାୟ। ବ୍ରହ୍ମ ଉବାଚ ହେ ପ୍ରିୟବ୍ରତ କହୁଁ ତତେ କ୍ରୋଧ ନ କର ତୋର ଚିତେ। ଆମ୍ଭେ ନାରଦ ଆଦି ଯେତେ ଯାହାର ଭାଗ୍ୟ ଚିନ୍ତେ ଚିତେ। ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣେ ସେ ଆଚରି। ନୁହିଁ ଧର୍ମର ତତ୍ପର କର୍ମ ନାଶନେ ଅଧିକାର। ଜନ୍ମ ମରଣେ କର୍ମ ବହି ଜୀବନ
শরীর যে দেহি শোকমোকু নিত্যা পাই পুଣି যে দুঃখକୁ ଭୁଞ୍ଜଇ ଯାହାର ବାକ୍ୟ ଗୁଣମାନ ସେବଶ୍ଚ ଦୁସ୍ତର ଏ କର୍ମେ দ্বিপাদ চতুর্পাদ দ্বিপাদ চতুষ্পাদ যেতে সর্বে বন্ধন মোহ গতে দুঃখ সুখ গুণ কর্মরে এমানে ঘেনি সঙ্গতরে ঈশ্বর সৃষ্টির করতা সকলে তাহাଙ୍କୁ সেবন্তা সে যে ঈশ্বর বস দেই অন্ধর প্রায় ভ্রমু থাই দেখু দেখু সে ভ্রমু থাই একথা প্রাণী ন জাণই নিদ্রাକୁ পাই ଯେନେ ନର ଅନ୍ୟ ଦେହରେ ଭୋଗ କରେ ଗୃହସ୍ଥ ପ୍ରାଣୀମାନଙ୍କର କେବେ ହେ ଭୟ ନୁହେଁ ଦୂର ଲୋଭାଦିମାନଙ୍କରେ ଯୁକ୍ତ ତେଣୁ ହୁଅନ୍ତି ଅବିରତ ଯେ ବୁଦ୍ଧି ଜିଣେ ଇନ୍ଦ୍ରମାନ ତାହାକୁ ହିତ ଗୃହ କର୍ମ ନାଶ ନ କରହି ତାହାର ଯେଣୁ ହେ ରମେ ଗୃହାନ୍ତରେ ଏ ଆଦି ଜାଣେ ଯେବାର୍ଜନ ଗୃହେ ନ ରହେ ତାର ମନ ଏହାକୁ ଜାଣିବୁ ଧନରେ ଆନନ୍ଦେ ଭ୍ରମନ୍ତି ସଂସାରେ ଯେ ପଦ୍ମନାଭ ସଦାଶ୍ରିତ ସର୍ବେ ସଂସାରୁ ସେହି ମୁକ୍ତ ସଂସାର ସାରକୁ ଭଜଇ ଅନ୍ତେ ପରମ ଗତି ପାଇ ଏମନ୍ତେ ତ୍ରିଭୁବନ ଗୁରୁ ଭକ୍ତଙ୍କୁ ପ୍ରଭୁ ମହାମେରୁ ନାମ ତା ଭଗବାନ ଦାସ ସୁକାର୍ଯ୍ୟ କଲେ ସେ ବିଶ୍ୱାସ ନାରଦ ରାଇ ପ୍ରିୟବତେ ପୁଛିଲେ ଧର୍ମ କଥା ଯେତେ ନାରଦ ବାକ୍ୟ ମନ ଦେଇ ମନୁ ଆତ୍ମଜ ବିଚାରଇ ବିଷୟା ରସକୁ ତେଜି ରହେ ଶାସ୍ତୁକି ମାନେ ଭଜି କେତୁ ଅନ୍ତରେ ପୃଥିବୀରେ ନିଯୁକ୍ତି ହୋଇଲା କୁମରେ ଅଖିଳ ଜଗତ ବନ୍ଦନ ନିବେଶୀ ଭଗବାନେ ମନ ଓಂ ନମୋ ଭଗବତେ ବାସୁଦେବାୟ ଆଦି ପୁରୁଷ ପଦେ ଧାଇ ମନ ନିବେଶୀ ନିତ୍ୟ ତହିଁ ପୃଥିବୀ ପରିପାଳନରେ ଚିତ ନିବେଶୀ ନିରନ୍ତରେ ସେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ପତି ଏଥି ଉତ୍ତରା ବହି ମତେ ବିବାହ ହୋଇଲା ଯତ ଚିତେ ଦଶ ଆତ୍ମଦ ତାର ତହିଁ ଜନ୍ମିଲେ ଯଥା ଗୁଣେ ବହି ଜନ୍ମ ହୋଇଲେ କନ୍ୟା ଦୁଇ ପୁତ୍ରଙ୍କ ନାମ ଶୁଣି ତୁଇ ଅଗ୍ନିଧ୍ର ଇନ୍ଦ୍ର ଜିହ୍ବା ବଳି ହିରଣ୍ୟ ରେତା ମହାବଳି ଯଜ୍ଞ ବାହୁ ଯେ ମହାବୀର ମେଧାତିଥି ସେ ସବନର ଘୃତ ପୃଷ୍ଟି ସେ ବିତିହ୍ରସ୍ତ କବି ସହିତ ଦଶ ପୁତ୍ର ଏ ଦଶ ନାମ ପୁତ୍ରଙ୍କର ଏଥିରୁ ମଧ୍ୟ ଯେବାସାର ଓಂ ନମୋ ଭଗବତେ ବାସୁଦେବାୟ ବନ କବି ଯେ ମହାବୀର ଉଦ୍ଧରେତା ଯେ ମଧ୍ୟର ବାଲ୍ୟକାଳରୁ ଏହି ମାନେ ଶ୍ରେଷ୍ଠ ଅଧ୍ୟାତ୍ମ ବିଦ୍ୟଜ୍ଞାନେ ପରମ ହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି ସର୍ବଜୀବରେ ଗୃହା ବହେ ଭଗବାନଙ୍କ ଚିତ୍ତ ଥାଏ ଭୃତ୍ୟ ଆରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର ସେ ପାଦ ପଦ୍ମ ଆଶ୍ରୟରୁ ନିରତେ ନାମ କୀର୍ତ୍ତନରୁ ପରମ ଭକ୍ତି ପ୍ରଭାବରେ ଦୟା ବହିଲେ ପ୍ରାଣୀଠାରେ ଭାବେ ନିର୍ମଳ ଚିତ୍ତ ହୋଇ ସର୍ବଭୂତରେ ଆତ୍ମା ସେଇ ସେ ପ୍ରଭୁ ପଙ୍କଜ ଚରଣ ରଥ ଭକତ ଦାସ ପଣେ ଦ୍ୱିତୀୟ ପତ୍ନୀ ଗର୍ଭେ ତାର ହେଲେ ସେ ତିନୋଟି କୁମର ଉତ୍ତମ ତାମସ ରହିବ ତ ମନୁରେ ହୋଇଲେ ଅଧିତ ହେମନ୍ତ ପୁତ୍ରମାନ ଘେନି ଚିରକାଳ ସେ ରାଜା ପୁଣି ପୁରୁଷାର୍ଥର ଆଶ୍ରା ନେଲେ ପୃଥିବୀ ନିଷ୍କଣ୍ଟକ କଲେ ଧର୍ମ ପଣକୁ ନୱାଚରେ ରାଜାର ପତ୍ନୀ ବିଷୟରେ ପ୍ରତିଦିନରେ ସ୍ନେହ ଭରେ ବି
হরে সে নৃপবরে। ওং নম ভগবতে বাসুদেবায়। যাহার নবীন যৌবনে মন্দহাস অবলোকনে আবেশ হই দণ্ডধারী নারী স্বভাবে বশকারী মেরুকু সূর্যালোক প্রায় রাজার তেজ বীর্য দেহ তেজ সূর্য তেজ রহিত তপস্যা বড়ু প্রিয়ব্রত প্রতাপ দেখাইবার্থে আরোহী জ্যোতির্ময় রতে রজনী দিবসে ভ্রমই দ্বিতীয় সূর্য প্রায় হই হেমন্ত দেখি রাজাব্রত মনু মিলিলে রাজাগ্রত। এ তুম্ব অধিকার কাউনি শেষ কলে রাজা চাহি সে রাজা রথর চক্রে হইলা যেতক বিস্তার। তেণু সাত সিন্ধু হইলা পৃথিবী সপ্তভাগ কলা শাক শাড়মকি জম্বু প্লক্ষ কুশ পুষ্কর আদি ক্রঞ্চ। এই পরি সাত ভাগ হেলা সে রাজ আনন্দে বুড়িলা আনন্দ মন দণ্ডধারী ଏହା ସେ କର୍ମରେ ବିଚାରି ପ୍ରଭୁଙ୍କୁ ଅନୁଗ୍ରହ କଲେ ଯଥା ବିଭାଗ କରିଦେଲେ। ଦୁଇତା ଉର୍ଜସ୍ୱତୀ ନାମ ତାହାକୁ କଲେ ଶୁକ୍ରେ ଦାନ ତାହାର ଗର୍ଭେ ଦେବ ଜାନି ଜନ୍ମ ହୋଇଲା ଏ ଧରଣୀ। ଏଥୁ ଅନ୍ତରେ ରାଜା ଚିତେ ସୁନିନ୍ଦା କଲା ସେ ବହୁତେ କୁସଙ୍ଗେ ଆସକ୍ତି ସେ ହେଲା ବଡ଼ ସାଧୁପଣ କଲା। ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ମୋହି ଏଣୁ ଏଧିକ ମୋ ଜୀବନ ବିଶ୍ୱାସ ମନରେ ପ୍ରସନ୍ନ ଇଷ୍ଟ ଦେବତା ପ୍ରସନ୍ନରେ କ୍ରୋଧ ଜନ୍ମିଲା ରାଜାଠାରେ ବିଷୟ ଚେଷ୍ଟା ସେ ଛାଡ଼ିଲା ଇନ୍ଦ୍ରିୟ ମାନେ ନିରୋଧିଲା। ରାଜା ସମ୍ପଦ ନ ଇଚ୍ଛିଲେ ଯଥା ବିଭାগে ପୁତ୍ର ଦେଲେ ସ୍ୱପତ୍ନୀ ତେଜ ମୃତ ପ୍ରାୟ ମୃତ ହେଲା ଶରୀରମୟ। ମହାନୁଭବ ଭଗବାନ ନାରଦ ବ୍ରହ୍ମାର ନନ୍ଦନ। ଓଂ ନମ ଭଗବତେ ବାସୁଦେବାୟ। ତାହାଙ୍କ ପଥ ଆଶ୍ରୟ କଲା ନିଶ୍ଚୟ ନିବୃତ ହୋଇଲା। ଯେଉଁ ରାଜାର ଏକ କୃତ୍ୟ ଗାୟନ କରନ୍ତି ଜଗତ ପ୍ରିୟବ୍ରତର କଲାକର୍ମ ଏହା କେ କରିବାକୁ କ୍ଷମ। ଏହାର ରଥ ଚକ୍ର ମାର୍ଗେ ସାତ ସମୁଦ୍ର ମହି ଭାଗେ ଭାଗ ବିଭାଗ ମହି କରି ଦିଗ ଉପଦୀର୍ଘ ବିଚାରି ଯେ କଲା ମନୁର କୁମର ପୃଥିବୀ ମଧ୍ୟ ଗୋଚର ସେ ପ୍ରିୟବ୍ରତର ମହିମା ତ୍ରିଲୋକ୍ୟ କେ ଦେବ ଉପମା। ପ୍ରିୟ ଅଖିଳ ଲୋକଙ୍କର ମହାମହିମା ନୃପବର ପ୍ରିୟବ୍ରତ ରାଜା ଚରିତ କହି ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣାୟ ପରମହଂସାୟଂ ସହିତେୟାଂ ବୟସିକେୟାଂ ପଞ୍ଚମ ସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତେ ନାମ ପ୍ରଥମୋଧ୍ୟାୟ। ଓଂ ନମ ଭଗବତେ ବାସୁଦେବାୟ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ପଢ଼ିବାରେ ମୋର କୌଣସି ତ୍ରୁଟି ଥାଏ ତାହେଲେ ମୋତେ କ୍ଷମା କରିବେ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।